ସୁରଭ ଆପଣଙ୍କର ଏଇ ଯୋଉ ବହିଷ୍କାର ଉପରେ ଆପଣ କହିଥିଲେ ଚିଠି ଲେଖିବେ ବୋଲି ଚିଠି ଲେଖିଲେଣି କି ହାଇକମାଣ୍ଡ? ହଁ ଦେଇ ସାରିଲାଣି ନା ଆପଣ ମିଡିଆକୁ ଦେଇଦେଲେଣି। କଣ ଲେଖିଛନ୍ତି ଚିଠିରେ? ମୁଁ ଲେଖିଛି ମୁଁ କୌଣସି ପ୍ରକାରେ ମୋ ପୁଅର ପ୍ରଚାର କରିନାହିଁ, କୋଉଠିକି ଯାଇନାହିଁ, କିନ୍ତୁ ମୋ ପୁଅକୁ ନବୀନ ପଟ୍ଟନାୟକ ପାଣ୍ଡିଆନ ବିଜୁ ଜନତା ଦଳ ଲୋକସଭାକୁ ଟିକେଟ ଦେଇଛି। ମୁଁ ତାକୁ ବହୁତ ବୁଝେଇଲି, ସେ ବୁଝିଲାନି। ସେ ସାମ୍ବାଳକ 150 ଦେଶ ବୁଲେଇଛି ଏୟାର ଇଣ୍ଡିଆ କ୍ୟାପ୍ଟେନ। ତେଣୁ ମୋର ଦୋଷ କଣ? ମୋତେ କାହିଁ ସସ୍ପେଣ୍ଡ କରାହେଇଛି? ମୋତେ ଆଗରୁ ନୋଟିସ୍ ଦେଇଥିଲ, ମୁଁ ରିପ୍ଲାଏ ଦେଇଛି, ମୁଁ ପ୍ରଚାରକୁ ଯାଇନି, କିଛି କରିନି। ତମେ ଅନ୍ୟାୟରେ ଅହଙ୍କାରରେ ଚକ୍ରାନ୍ତରେ ମୋତେ କାଢିଛ। ମୁଁ 55 ବର୍ଷର ୱାର୍କର। ଏ ଯେ ଅଛନ୍ତି ଏ ସବୁ ଯୌତୁକ ଏଠି ଅଛନ୍ତି, ଏ ସବୁ ଦିଟଙ୍କିଆ ମାନେ ଲିଡର ସବୁ କଂଗ୍ରେସରେ ଅଛନ୍ତି। ମୁଁ ଏଇନା ଭାଇ ହବା ଦ୍ୱାରା ଏ ମୋତେ ସସ୍ପେଣ୍ଡ କରିବା ଦ୍ୱାରା ମୋ ଘରକୁ ଆଜି ଲୋକ 2000 3000 ମୁଁ ଏଇନା ଜଟଣୀ ଫଟଣୀ ବୁଲୁଛି। ସମସ୍ତେ ସମର୍ଥନ କରିଗଲେ ମୋ ପୁଅକୁ। ଦଳ ମତ ନିର୍ବିଶେଷରେ ବିଜେଡି ତା କାମ କରୁଛି। ଆମର ଯୋଉ ଥିଲେ କଂଗ୍ରେସ ଅନ୍ୟ ଦଳ ଛାସି ମୁଣ୍ଡିଆ ଖଟିକିଆ ହାତ ଦୋକାନୀ ବାଟ ଦୋକାନୀ ମୁସଲମାନ ସବୁ ଏଇନା ଏକାଠି ହେଇ କହିଲେ ତମକୁ ଯେତେବେଳେ ଅନ୍ୟାୟରେ ସସ୍ପେଣ୍ଡ କରାହେଇଛି ଦଳ ମତ ନିର୍ବିଶେଷରେ ତମ ପୁଅକୁ ଆମେ ଦବୁ। ଆପଣ ଅପିଲ କଣ କରିଛନ୍ତି ହାଇକମାଣ୍ଡକୁ? କରିଛି ମୁଁ ଜମା କରିନି। ମୋତେ ଅନ୍ୟାୟ ଭାବେ କରାହେଇଛି। ମୁଁ 55 ବର୍ଷର ୱାର୍କର। କୌଣସି ଇନକ୍ୱାରି କରାଯାଇନି। ଅହଙ୍କାରରେ ମୋ ପୁଅକୁ ଟିକେଟ ମିଳିଛି ବୋଲି ମୋତେ ସସ୍ପେଣ୍ଡ କରାହେଇଛି। ଇନକ୍ୱାରି କରି ଆପଣ ଲେଖିଛନ୍ତି କି ଏଇ ଯୋଉ ବହିଷ୍କାର ଆଦେଶକୁ ଉଠେଇ ଦେବା ପାଇଁ? ହଁ ଲେଖିଛି। ଆଉ ମୁଁ ବଞ୍ଚି ଜିତ ହେଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି, ରହିଛି। ତମେ କାଗଜରେ ଯୋଉ ମୋତେ ଉଚ୍ଛେଦ କରିଦେବ, ଭଗବାନ ଯଦି କରିବେ ମୋତେ ଉଚ୍ଛେଦ କରିବେ। ଶରୀର କଂଗ୍ରେସର। ତ ସୁରବାବୁ ଯଦି ଏ ବହିଷ୍କାର ଆଦେଶଟାକୁ ହାଇକମାଣ୍ଡ ନ ଉଠାନ୍ତି ତାହେଲେ ଆପଣଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହବ? ବୋଲେ ମୋ ପୁଅ ଭୋଟ ସରିଲା ପରେ ଏଇନା ମୁଁ କିଛି ମୋର ଏଇନା ସାଇଲେନ୍ସ। ମୋ ପୁଅ ଜିତୁଛି, କୌଣସି ଝାମଲା ଫାମଲା କିଛି ଏଇନା କରିବୁନି। କାଲି ବାହାରିଥିଲେ କଂଗ୍ରେସ ଅଫିସ ପଶିବା ପାଇଁ। ମୁଁ କହିଲି ମୁଁ 20 ଥର କଂଗ୍ରେସ ଅଫିସ ପୋଡ଼ା ଜଳା ମୁଁ ଛଡ଼େଇଛି। ସେ ମୋର ମନ୍ଦିର କଂଗ୍ରେସ, ସେଠି କେହି ଯାଇପାରିବେନି। କିଛି କରନି। ପୁଅ ଭୋଟ ସରିଲା ପରେ ଆମେ ଯାଇ କଂଗ୍ରେସ ଅଫିସ ଆଗରେ ବସିବୁ। ଇଲେକ୍ସନ ପରେ ଆପଣ କଂଗ୍ରେସ ହଁ 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 ଲୋକ 10,000 ଯାଇ କଂଗ୍ରେସ ଅଫିସ ଆଗରେ ବସିବୁ। ତାଙ୍କ ହାଇକମାଣ୍ଡ ଆଇଲେ ଯାଇ ସେଠୁ ଉଠିବୁ। ତ ଆପଣଙ୍କ ବଡ଼ ପୁଅ ଟିକେଟ ପାଉଛନ୍ତି ସୁରବାବୁ କଂଗ୍ରେସରୁ? ହଁ ସେ ପାଇବ ବୋଲି ମୋ ସହିତ ତ ଅଜୟ କୁମାର କହିଥିଲା। କାରଣ ବଡ଼ ପୁଅକୁ ସେ ଅଜୟ କୁମାର ଭଲ ପାଏ। ଜଟଣୀ ଟିକେଟ ଯୋଉ ଦିଆଗଲା, ସେ ବଡ଼ ପୁଅ ଯାହାକୁ ଦେଲା ତାକୁ ହିଁ ଦିଆହେଲା ଟିକେଟ। ତେଣୁ ବଡ଼ ପୁଅ ନିମାପଡ଼ାରୁ ପାଇବ ବୋଧେ। ଆଉ ତ ଆପଣ ବଡ଼ ପୁଅ ଆଉ ସାନ ପୁଅ ଉଭୟଙ୍କ ପାଇଁ ପ୍ରଚାର କରିବେ? ନାଇଁ, ବଡ଼ ପୁଅ ଯଦି କହିବ ମୁଁ ତା ପ୍ରଚାରରେ ଯିବି, କିନ୍ତୁ ସାନ ପୁଅ ବି ପ୍ରଚାର ଜୋରରେ ଆଜିଠୁ ଆରମ୍ଭ କରିଦେଲେ, ଆହୁରି ଜୋରରେ। ତ ବଡ଼ ପୁଅ ସାଙ୍ଗରେ କଣ କଂଗ୍ରେସରେ ପ୍ରଚାର ପାଇଁ ଆପଣଙ୍କୁ ଡାକିଲେ ଆପଣ ଯିବେନି? ନାଇଁ, ବଡ଼ ପୁଅ ଯଦି କହିବ ମୁଁ ତା ଏରିଆକୁ ଯିବି। ସକାଳୁ ଆଇଥିଲା ସେ ମୋ ପାଖକୁ ଆଜି। ଯାହାକୁ ଟିକେଟ ଦେଇଛି ଜଟଣୀର ତାକୁ ଧରିକି ଆସିଥିଲା। ମୁଁ ସେଥିରେ କୌଣସି ମତ ଦେଇନି। କାରଣ ମୋତେ ସସ୍ପେଣ୍ଡ ଅନ୍ୟାୟରେ କରିଛନ୍ତି। ୟାର ଜବାବ ମୁଁ ନିଶ୍ଚୟ ନେବି। ଏଇନା କିଛି କରିବିନି। ଭୋଟ ସରିଲା ପରେ ପୁରା କଂଗ୍ରେସ ଅଫିସଟାକୁ ଘେରିକି ରଖିବୁ। ହାଇକମାଣ୍ଡ ଦିଲ୍ଲୀରୁ ଆଇଲେ ସେଠୁ ଛାଡ଼ିବୁ, ନହେଲେ ନାହିଁ। 2 ଦିନ ହଉ, 3 ଦିନ ହଉ, 4 ଦିନ ହଉ, 5 ଦିନ ହଉ, 10 ଦିନ ହଉ, ଇଲେକ୍ସନ ପରେ ପୁରା ଲୋକ 10,000 କଂଗ୍ରେସ ଅଫିସ ଚାରିପାଖେ ବସିବୁ, ଭିତରକୁ ଯିବୁନି। ସୁରବାବୁ ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି, ଆପଣ ଏଇ ବହିଷ୍କାର ଆଦେଶ ପରେ ଇଏ ଯୋଉ ଆମର ଶରତ ପଟ୍ଟନାୟକ ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଆଉ ଅନ୍ୟ ସିନିୟର ଲିଡର ମାନଙ୍କ ସହିତ କଥା ହେଲେଣି କି? ଏଗୁଡ଼ା କୋଉ ଲିଡର ଯେ ଆ ସହିତ କଥା ହେବ? ସେ ଭକ୍ତ ଦାସ କୋଉ ଲିଡର? ଇଏ କୋଉ ଲିଡର? ଏଗୁଡ଼ା କଣ? ଏଗୁଡ଼ାଙ୍କ ସହିତ କଥା ହେବି? ଏଗୁଡ଼ାଙ୍କର ନିଜତ୍ୱ କଣ ଅଛି? ଏଗୁଡ଼ା କୋଉ ନିଜେ ଠିଆ ହେଇକି ଆସିପାରିବେ? ମୁଁ ଏଗୁଡ଼ାଙ୍କ ସହିତ ଯିବି କଥା ହେବା ପାଇଁ? କଥା ହେବି ଇଲେକ୍ସନ ସରିଲା ପରେ 10-20 ହଜାର ଲୋକ କଂଗ୍ରେସ ଅଫିସ ପାଖେ ବସିବୁ। ହାଇକମାଣ୍ଡ ଆଇଲେ ଯାଇ ସେଠୁ ଉଠିବୁ। ତାଙ୍କ ସହିତ କଥା ହେବି। ଆଙ୍କ ସହିତ କଣ କଥା ହେବି? ତ ଆପଣଙ୍କୁ କଂଗ୍ରେସ ଲିଡର କେହି ଫୋନ କରିନାହାନ୍ତି ଆ ଭିତରେ? କିଛି ଏ କଣ କରିବା? ଆଙ୍କର ସାହସ ଅଛି ଫୋନ କରିବା ପାଇଁ? ୟାଙ୍କର ଶକ୍ତି ଅଛି ଫୋନ କରିବା ପାଇଁ? ଶକ୍ତି ଅଛି ଦେଖା କରିବା ପାଇଁ? ଏଗୁଡ଼ାକର ଏଇଟା କୋଉଠି ୟାଙ୍କର ଲୋକ? ଇଏ ସୁରବାବୁ ଆପଣଙ୍କୁ ଭୁବନେଶ୍ୱର ଯେ ପ୍ରାର୍ଥୀ ଅଛନ୍ତି ଆଶିଷ ନୱାଜ
ସେ ହଁ। ଆପଣଙ୍କୁ ଭେଟିଥିଲେ କି ଆଉ ଅନୁରୋଧ ନାଇଁ କରିଥିଲେ? ଦେଖା ହେଇନାହାନ୍ତି ସେ ଗୋଟେ ସାନ ଭାଇଟେ କିଛି ଅସୁବିଧା ପୁତୁରାଟେ ଭଲ ଲୋକ ମୋ ପୁଅ ଠିଆ ହେଇଛି ଆମର MP ଯୋଉ ବିଜେପିର ଅପରାଜିତା ଷଡ଼ଙ୍ଗୀ ଠିଆ ହେଇଛି ଜଣେ ଭଉଣୀ ଭଲ ଭଦ୍ର ମହିଳା କିଛି ନାହିଁ ସେ ତାଙ୍କର ଜେଣ୍ଟିଲ ଲଢ଼େଇ କରୁଛନ୍ତି ଲୋକସଭାର ସାତଟା ନିର୍ବାଚନ ମଣ୍ଡଳୀ ବେଗୁନିଆ ବରଗଡ଼ ଖୋର୍ଦ୍ଧା ଜଟଣୀ ଉତ୍ତର ମଧ୍ୟମ ଏକାମ୍ର ଜୟଦେବ ଲୋକେ ବିଚାର କରିବେ ଶାନ୍ତିରେ ଆମେ ଭୋଟ ହୁଅନ୍ତୁ ମୁଁ ଆଶୀର୍ବାଦ ଦଉଛି ସମସ୍ତଙ୍କୁ ଭଲରେ ହଉ ଶାନ୍ତିରେ ହଉ ଲୋକେ ତାଙ୍କ ନିଜ ମତ ଦିଅନ୍ତୁ ସେଥିରେ ମୋର କିଛି ଆପତ୍ତି ନାହିଁ। ବହୁତ ଧନ୍ୟବାଦ ସୁର ବାବୁ ଆପଣଙ୍କର ମତାମତ ପାଇଁ ବହୁତ ଧନ୍ୟବାଦ। ହଁ ଭାଇ ଧନ୍ୟବାଦ। हेलो 10th एग्जामिनीज आपण मैंने एमती एक स्कूल खोजुचंती कि जोंठी इंटीग्रेटेड कोचिंग पाई परिबे तेबे टीएससी गुरुकुले जोग दियंतु जा एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।